ଆଉ ସାଙ୍ଗ ଭଲ ତ? ସେ ଟିକେ ଏବେ ତ ନୂଆ ନୂଆ ବାହାଘର ହେଇଛି, ଭଲ ହେଇଥିବ ଆଉ ନା? ହଁ, ତୋ ରଜ ହେଇକିନା ଆଉ ଯୋଉ ବାହାଘର ହେଲା ଯୋଉ ମତେ ଡାକିଲି ବୁକିଂ କରିବାକୁ, ଆଉ କାହାକୁ କହିଦେଲୁ? ଆଉ କଣ ଡାଟା ମିଳିଲାନି ତ? ରିସିପ୍ଟ ମିଳିନି? ଫୋନ ଉଠଉନି? ଏ ଭାଇ, ଆଉ ବିଲ ନା ବିଲ ଭାଇ ସାଙ୍ଗ ତୁ ବିଲ ଏ ଭାଇ ତୁ ନାମ ନେଲୁ ଫାଇନାଲ, ଆଉ ହବନି କିଛି। ବିଲ ନାହିଁ ତୁ କଣ କରିବୁ? ତ ଗାଇଛି ଆପଣ ମାନେ ଚିନ୍ତା କରୁଥିବେ ଯାହାର ବିଲ୍ ନାହିଁ, ସେମାନେ ବିଲ୍ ଦଉନାହାନ୍ତି, ସେମାନେ କେମିତି ବେପାର କରୁଛନ୍ତି। ତ ସେମାନେ ଆଙ୍କର ଯୋଉମାନେ ଦେଖିବେ ଫାଷ୍ଟ ବିଲ୍ ଦେଇପାରନ୍ତିନି, ସେମାନେ ବେପାର ଢାଞ୍ଚା ଜାଣିନାହାନ୍ତି, ବେପାର କରିନାହାନ୍ତି। ନୂଆ ନୂଆ ଆସିଛନ୍ତି, ପଶି ଆସିଛନ୍ତି ଲାଇନ କି ହେଲା, ସେମାନେ ବିଲ୍ ଫିଲ୍ କିଛି ନାହିଁ, କହିଦେଲେ ହଁ ହେଇଗଲା, ହ୍ୱାଟ୍ସଆପ ଲେଖିକି ପଠେଇଦେଲେ ହେଇଗଲା। କିନ୍ତୁ ଆକ୍ଚୁଆଲି ଯେଉଁମାନେ ବେପାର କରୁଛନ୍ତି ତାଙ୍କୁ ଯିବେ ଆପଣ, ସେ ଆପଣଙ୍କୁ ବିଲ୍ ଧରେଇବେ, ଯୋଉଟା କି ମୋ ସିଷ୍ଟମ। ତ ଗାଇଜ ଆପଣମାନଙ୍କୁ ମୁଁ କହିବି ଦୟାକରି ଫାଷ୍ଟ ବିଲ୍ ନିଅନ୍ତୁ, ତାପରେ ପେମେଣ୍ଟ କରନ୍ତୁ ହେଲା। ଆଉ କ୍ୟାମେରାମ୍ୟାନକୁ ଯାହା କରୁଛନ୍ତି ବିଲ୍ ଆଗ ମାଗନ୍ତୁ, ତାପରେ ପେମେଣ୍ଟ କରନ୍ତୁ। କାହିଁକି ନା ଏଠି କ୍ୟାମେରାମ୍ୟାନଙ୍କ ଉପରେ ବହୁତ ରାକ୍ଷସ ବୁଲୁଛନ୍ତି ହେଲା, ଯେଉଁମାନେ କି ମାନେ କାମ ଜାଣିନାହାନ୍ତି, କଥାବାର୍ତ୍ତା କରି କାମ ନେଇଯାଉଛନ୍ତି, ତାଙ୍କ ପ୍ରଫେସନକୁ ସେମାନେ ବର୍ବାଦ କରୁଛନ୍ତି ଆକ୍ଚୁଆଲି। ଆଉ ତେଣୁକରି ଦୟାକରି ଆପଣ ବିଲ୍ ମାଗନ୍ତୁ, ତାପରେ ପେମେଣ୍ଟ କରନ୍ତୁ ହେଲା। ଜୟ ଜଗନ୍ନାଥ।